If you won for, it is not your mistake. But if you die for, it is absolutely your mistake. ଆପଣ ଯଦି ଗରିବ ପରିବାର ଜନ୍ମ ହୋଇଛନ୍ତି ତାହେଲେ ଆପଣଙ୍କ କୌଣସି ଭୁଲ ନାହିଁ। ଯଦି ଆପଣ ଗରିବ ପରିବାର ଅନ୍ତିମ ସଂସ୍କାର ବା ଡେଥ୍ ହେଇଯାଉଛନ୍ତି ତାହେଲେ ସମ୍ପୂର୍ଣ୍ଣ ଭାବରେ ଆପଣଙ୍କର ହିଁ ଭୁଲ। ନମସ୍କାର, ମୁଁ ଜଗନ୍ନାଥ ପଲାଇ, ମୋଟିଭେସନ୍ ସ୍ପିକର ଆଣ୍ଡ ଇଣ୍ଟରନ୍ୟାସନାଲ ଏମ୍ପ୍ଲୟମେଣ୍ଟ। ଆପଣମାନଙ୍କ ପୂର୍ବରୁ ବହୁତ କିଛି ଭିଡ଼ିଓ ଦେଇଛି, ଗେମ୍ ଚେଞ୍ଜିଂ ସକ୍ସେସ୍ ହାବିଟ୍, ଟାଇମ୍ ମ୍ୟାନେଜମେଣ୍ଟ, ହାଉ ଟୁ ଇମ୍ପ୍ରୁଭମେଣ୍ଟ ବାଇ ହାଉ ଟୁ ଅଚିଭ୍ ୟୋର ଗୋଲ୍। ଆପଣମାନଙ୍କୁ ବହୁତ କିଛି ଭିଡ଼ିଓ ଦେଇଛି। ଯଦି ଆପଣମାନେ ଦେଖିନାହାନ୍ତି ତାହେଲେ ପରେ ଯାଇ ଦେଖିଦେବେ। ଏବଂ ଆପଣମାନଙ୍କୁ ଆଗକୁ କେଉଁ ଟପିକ୍ରେ ଦରକାର ଆପଣମାନେ କମେଣ୍ଟ କରନ୍ତୁ, ମୁଁ ନିଶ୍ଚୟ ବନେଇବି। ଆପଣମାନେ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, କାରଣ ନଲେଜ୍ ଓରିଏଣ୍ଟ ଲର୍ଣ୍ଣିଂ ତ ଆପଣଙ୍କୁ କ୍ଲାସରୁମ୍, ୟୁନିଭର୍ସିଟି, କଲେଜରେ ମିଳିଯିବ, କିନ୍ତୁ ଆକ୍ସନ୍ ଓରିଏଣ୍ଟ ଲର୍ଣ୍ଣିଂ କେବଳ ଏଇ ୟୁଟ୍ୟୁବ୍ ଚ୍ୟାନେଲ୍ ହିଁ ମିଳିବ। ତେଣୁକରି ଆପଣମାନେ ସବସ୍କ୍ରାଇବ୍ କରନ୍ତୁ। ଏଣ୍ଟରଟେନମେଣ୍ଟକୁ ନେଇ ଏଜୁକେସନ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଚାଲି ଆଜି କଥା ହେବା ବିଲ୍ ଗେଟ୍ସ। କିଏ ସେ ବିଲ୍ ଗେଟ୍ସ ଯାହାର ପର୍ସନାଲ ନେଟୱାର୍କ $100 ମିଲିୟନ୍ ବି ଅଧିକ, କିନ୍ତୁ ସେ ଏତେ ବଡ଼ ଆରୋପ ଥିଲା ପରେ ବି ସେ ନିଜ ବାସନ ନିଜେ ହିସାବ କରୁଛନ୍ତି। ତାଙ୍କୁ କେବେ ବି ଏଭରେଜ୍ କଥା, ତାଙ୍କୁ କେବେ ଏଭରେଜ୍ କଥା କେବେ ବି ପସନ୍ଦ ନାହିଁ। ଥରେ ଗୋଟେ ଇଣ୍ଟରଭ୍ୟୁରେ ତାକୁ ଏଭରେଜ୍ କ୍ୱେଶ୍ଚିନ୍ ପଚରାଗଲା, ଆପଣଙ୍କର ମା କେମିତି ଫିଲ୍ କରୁଛି, ଆପଣଙ୍କର ବାପା କେମିତି ଫିଲ୍ କରୁଛି। ସେ ତ ଅପୋଜିଟ୍ ବାଲାକୁ କିଛି କହିପାରିଲେ ନାହିଁ, କିନ୍ତୁ ସେ ନିଜକୁ ବାଥରୁମ୍ରେ କ୍ଲୋଜ୍ କରି ରଖିଲେ ଯେତେ ପର୍ଯ୍ୟନ୍ତ ଅପୋଜିଟ୍ ବାଲା ସରି ନ କହିଲା। ଇଏ ଥିଲେ ବିଲ୍ ଗେଟ୍ସ। ଏବଂ 60 ବର୍ଷ ବୟସରେ ସେ କଣ୍ଟିନ୍ୟୁ ପ୍ରତିଦିନ ଡେଲି 15-16 ଘଣ୍ଟା ବୁକ୍ ପଢ଼ିଥିଲେ। ଥରେ ତାଙ୍କ ସ୍କୁଲରେ କମ୍ପିଟିସନ୍ ହେଲା, କିଏ ନନ୍ଷ୍ଟପ୍ 2000 ୱାର୍ଡ଼ସ୍ ପଢ଼ିପାରିବ। ନନ୍ଷ୍ଟପ୍ ଯିଏ 2000 ୱାର୍ଡ଼ସ୍ ପଢ଼ିପାରିବ ତାକୁ ପ୍ରାଇଜ୍ ଦିଆଯିବ। ତାପରେ ବିଲ୍ ଗେଟ୍ସ ପଢ଼ିଥିଲେ ଏବଂ ତାଙ୍କୁ ନନ୍ଷ୍ଟପ୍ ପ୍ରାଇଜ୍ ମିଳିଥିଲା ଗୋଟେ ଥର। ତାପରେ 14 ବର୍ଷ ବୟସରେ ମାଆକୁ କହିଲେ, ମା ମୁଁ ଆଉ ସ୍କୁଲ ଯିବିନି, କାରଣ ଟିଚର୍ଠୁ ଅଧିକ ତ ମୁଁ ହିଁ ଭଲ ଭାବେ ଜାଣିଛି, ଟିଚର୍କୁ କିଛି ଜଣା ନାହିଁ, ଟିଚର୍ଠୁ ଅଧିକ ମୁଁ ଜାଣିଛି। ତାପରେ ତାଙ୍କ ମା ପୁଣି ବହୁତ ରାଗିଥିଲେ, କାରଣ ତାଙ୍କ ମା ଜଣେ ଟିଚର ଥିଲେ ଏବଂ ତାଙ୍କ ବାପା ରାଗିକିରି ମୁହଁକୁ ପାଣି ଫୋପାଡ଼ିଥିଲେ। ତାଙ୍କ ସିଷ୍ଟର ଥରେ ଷ୍ଟୋରି କହୁଥିଲେ। ତାପରେ ବହୁତ ରିକ୍ୱେଷ୍ଟ କଲା ପରେ ସେ ଯିବା ପାଇଁ ରାଜି ତ ହୋଇଥିଲେ, କିନ୍ତୁ କ୍ଲାସ୍ ରୁମ୍କୁ ଯିବେନି, କମ୍ପ୍ୟୁଟର ରୁମ୍କୁ ପଳାଇବେ। ତାଙ୍କ କମ୍ପ୍ୟୁଟର ବେଶୀ ଇଣ୍ଟରେଷ୍ଟ ଅଛି, କମ୍ପ୍ୟୁଟର ରୁମ୍ ପଳାଇବେ। ତାପରେ ଏମିତି ଅଧିକ ଦିନ ଗଲା ପରେ, ପ୍ରତିଦିନ ଗଲା ପରେ ତାଙ୍କ ମାଷ୍ଟର କହିଲା, ତେତେ କମ୍ପ୍ୟୁଟର ରୁମ୍ ବେନ୍, ତୁ ଆଉ କମ୍ପ୍ୟୁଟର ରୁମ୍ କେବେ ବି ଆସିବୁ। ତାପରେ ବହୁତ ଟେନସନ୍ ଥିଲେ। ତାପରେ କିଛି ଦିନ ପରେ ତାଙ୍କ କମ୍ପ୍ୟୁଟରକୁ କିଛି ଭାଇରସ୍ ପଳେଇ ଆସିଲା। ଆଉ ସେ ଏରିଆରେ କିଏ ବି ଭାଇରସ୍ ବାହାର କରିପାରିଲେ ନାହିଁ। ବିଲ୍ ଗେଟ୍ସ କହିଲେ, ମୋତେ ଯଦି ପୁଣି ଥରେ ଏଣ୍ଟ୍ରି କରିବ ତାହେଲେ ମୁଁ କମ୍ପ୍ୟୁଟର ଭାଇରସ୍ ବାହାର କରିଦେବି। ତାପରେ ସେ କ'ଣ କଲେ, କମ୍ପ୍ୟୁଟର ଭାଇରସ୍ ବାହାର କଲେ ଆଉ କମ୍ପ୍ୟୁଟର ଚଲେଇଲେ ଶାନ୍ତିରେ। ତାପରେ ତାଙ୍କୁ କମ୍ପ୍ୟୁଟର ଚଲେଇବେ ଯେ କମ୍ପ୍ୟୁଟର ଚଲେଇବେ, ପଢ଼ିବେ ଯଦି ବୁକ୍ ପଢ଼ିବେ ତାହେଲେ ବୁକ୍ ହିଁ ପଢ଼ିବେ। ଇଏ ଥିଲେ ବିଲ୍ ଗେଟ୍ସ। ତାପରେ ତାଙ୍କ ମାଷ୍ଟର ଦେଖିଲା କୋଡ଼ିଂରେ ବହୁତ ମାଷ୍ଟର ଅଛି, ବହୁତ ଭଲ ଅଛି, କହିଲେ ଆମ ସ୍କୁଲର ଯଦି ଟାଇମ୍ ଟେବୁଲ୍ ବନେଇକି ଦେବ ତ ବହୁତ ବଢ଼ିଆ ହେବ। ତାହେଲେ ବିଲ୍ ଗେଟ୍ସ ଟାଇମ୍ ଟେବୁଲ୍ ବନେଇଥିଲେ। ବିଲ୍ ଗେଟ୍ସକୁ ବହୁତ ପ୍ରାଇଜ୍ ମଧ୍ୟ ମିଳିଥିଲା ଏବଂ ସେ 21 ବର୍ଷ ବୟସରେ ହିଁ ମାଇକ୍ରୋସଫ୍ଟରେ ଜଏନ୍ କରିଥିଲେ। 31 ବର୍ଷ ବୟସରେ ଦୁନିଆରେ ୟଙ୍ଗେଷ୍ଟ ଆରବପତି ଥିଲେ। ଲଗାତାର 13 ବର୍ଷ ୱାର୍ଲଡ ରିଚେଷ୍ଟ ରହିଲେ 1995ରୁ 2007 ପର୍ଯ୍ୟନ୍ତ। ଆପଣମାନେ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଠିକ୍ ଅଛି, ଥ୍ୟାଙ୍କ ୟୁ ଫର୍ ୱାଚିଂ। ଜୟ ଜଗନ୍ନାଥ। ଏଣ୍ଟରଟେନମେଣ୍ଟ ଏଜୁକେସନ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଥ୍ୟାଙ୍କ ୟୁ ଫର୍ ୱାଚିଂ। ଆପଣମାନେ କମେଣ୍ଟ କରନ୍ତୁ, ଭିଡ଼ିଓଟିକୁ ନିହାତି ଭାବେ ଲାଇକ୍ କରନ୍ତୁ, ସେୟାର ମଧ୍ୟ କରନ୍ତୁ। ଯଦି ଭିଡ଼ିଓଟି ବହୁତ ଭଲ ଲାଗିଥିବ ତାହେଲେ କମେଣ୍ଟ କରନ୍ତୁ, ସେୟାର ମଧ୍ୟ କରନ୍ତୁ। ଜୟ